ସେଠି କଥାରେ ଅଛି ଆମର ଭେଣ୍ଡା ଖାଉଥିଲେ ବୋଲି ମାଆକୁ ଆମର କାଠ ଯୋଡି ନଦୀକି ପେଲି ଦେଇଥିଲେ। ମା ଏଠି ଆସିଲା ପରେ ଆମର ମଣ୍ଡା ଖାଉଛନ୍ତି ଆଉ ମଣ୍ଡା ପିଠା ଭୋଗ ହଉଛି ତାଙ୍କୁ ଆଉ। ଆଚ୍ଛା ସେ ଯୋଉ ଶଗଡ ଆଣୁଥିଲେ ଯୋଉ ନଦୀରେ କଣ ଫସି ଯାଇଥିଲା ନା କଣ ଗୋଟେ କଣ ସେ ଗୋଟେ ନଦୀରେ ବାଲି ତାଙ୍କର ଯୋଉ ଶଗଡ଼ ଆସୁଥିଲା ଶଗଡ଼ ଆସିବା ଭିତରେ ଶଗଡ଼ଟି ରହି ସାଙ୍ଗମାନେ ଦେଖିପାରୁଥିବେ ସୁନ୍ଦର ଜାଗା ଆଉ ଇ ଡାହାଣ ପଟେ ଯୋଉ ମନ୍ଦିର ଦେଖୁଛନ୍ତି ପ୍ରଭୁଙ୍କର ଗତିଶ୍ୱରଙ୍କ ମନ୍ଦିର ଆଉ ବାଁ ପଟେ ହଉଛି ମା ଜାଗୁଳିଙ୍କ ମନ୍ଦିର। ଆମ ଜିଲ୍ଲାରେ କଣ ଅନେକ ଜାଗାରେ ମାଙ୍କର ମହିମା ବହୁତ ଅଛି। ଆଉ ମା ଇଏ ହଉଛି ମା ଜାଗେଶ୍ୱରୀଙ୍କ ମନ୍ଦିର ଜାଗୁଳି ନାମରେ ଖ୍ୟାତ ବିଖ୍ୟାତ ନାମରେ। ଆଉ ମୁଁ ଆଜି ଆସିଛି ମତେ ବହୁତ ଖୁସି ଲାଗୁଛି। ଆଉ ସବୁଦିନ ତ ସୁଯୋଗ ମିଳେନି ମାଙ୍କର ଆଶୀର୍ବାଦ ଆଜି ମତେ ମିଳିଛି। ମାଙ୍କ ଦର୍ଶନ ପାଇଁ ଆଜି ମତେ ସୁଯୋଗ ମିଳିଲା। ଆଉ ପ୍ରଭୁ ଗତିଶ୍ୱରଙ୍କ ଦର୍ଶନ ପାଇଁ ସୁଯୋଗ ମତେ ମିଳିଲା ବହୁତ ଖୁସି ମୁଁ ଆଜି। ଆଉ ସାଙ୍ଗମାନେ ଦେଖନ୍ତୁ ଇଏ ହଉଛି ମୁଁ ଏଠିକି ଆସେ ଆମ ଘର ଏଠୁ 3 କିଲୋମିଟର କିନ୍ତୁ ଜାଗୁଳିଙ୍କ ଏଇ ମାଙ୍କ ମନ୍ଦିର ମୁଁ ଆସିଛି ଦର୍ଶନ କରିଛି। କେଜାଣି କାହିଁ ଠାକୁରଙ୍କର ବୋଧେ ଡୋରି ଲାଗିନି ସେଥିପାଇଁ କେବେ ଦର୍ଶନ କରିପାରିନି। ଆଜି ଦର୍ଶନ କରିସାରିଛି ମତେ ବହୁତ ଖୁସି ଲାଗିଲା। ଆପଣମାନଙ୍କୁ ଟିକେ ମନ୍ଦିର ନିଶ୍ଚିତ ଭାବରେ ଦର୍ଶନ କରିଦେବି। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ମନ୍ଦିର। କୋଉ ରାଜା ତୋଳିଥିଲେ ମୁଁ ଜାଣି ନାହିଁ। ଯଦି କିଏ ସେବକ ଥାନ୍ତେ ତାହେଲେ ମୁଁ ନିଶ୍ଚିତ ଭାବରେ ପଚାରିକି ବୁଝିପାରିଥାନ୍ତି। ଦେଖିପାରୁଥିବେ ଏ ମନ୍ଦିରର ଚତୁଃପାର୍ଶ୍ୱ ବର୍ତ୍ତମାନ ଭ୍ରମଣ କରୁଛି। ଦେଖିପାରନ୍ତି କେତେ ସୁନ୍ଦର କାରୁ କାର୍ଯ୍ୟ ହେଇଛି। ଏଇ ପଥରରୁ ଜାଣିପାରୁଥିବେ ଆଉ ଏ ପୁରୁଣା ମୂର୍ତ୍ତିରୁ ଜାଣିପାରୁଥିବେ କେତେ ପୁରୁଣା ଏ ମନ୍ଦିର। ଇଏ ହଉଛି ପ୍ରଭୁଙ୍କର ଯଜ୍ଞକୁଣ୍ଡ, ପ୍ରଭୁ ଗତିଶ୍ୱରଙ୍କର ଯଜ୍ଞକୁଣ୍ଡ, ପ୍ରଭୁଙ୍କର ବୃଷଭ ପ୍ରଭୁ। ହଁ ପ୍ରଭୁଙ୍କର ଏତେ ଦିନ ପରେ ଡୋରି ଲାଗିଲା। ଯଦି ଆପଣମାନ ନିଶ୍ଚିତ ଡୋରି ଲାଗିବ ନିଶ୍ଚିତ ଭାବରେ ଆସିପାରିବେ। ସାକ୍ଷୀଗୋପାଳ ଠାରୁ ଜଷ୍ଟ 10 କିଲୋମିଟର ଦୂର। ଆଉ ଏତେ ସୁନ୍ଦର ଜାଗା ଆଉ ଏତେ ସୁନ୍ଦର ମନ୍ଦିର ମତେ ବହୁତ ଭଲ ଲାଗିଲା। ଆପଣମାନେ ନିଶ୍ଚିତ ଭିଜିଟ୍ କରନ୍ତୁ। ବର୍ତ୍ତମାନ ମୁଁ ମାଙ୍କ ମନ୍ଦିର ଦେଖିବାକୁ ଚାହିଁବି। ଆପଣମାନଙ୍କୁ ଦେଖିପାରୁଥିବେ ଇଏ ହଉଛି ମାଙ୍କର ମନ୍ଦିର, ମା ଜାଗେଶ୍ୱରୀଙ୍କ ମନ୍ଦିର। ଆଜି ମୁଁ ବହୁତ ଖୁସି ଅଛି ଯେହେତୁ ପ୍ରଭୁଙ୍କର ଆଉ ମାଙ୍କର ଦର୍ଶନ ମିଳିଗଲା। ମତେ ବହୁତ ଖୁସି ମୁଁ। ମା ଆଜି କେତେ ଖୁସି ମୁଁ ନିଜେ ବି କହିପାରିବିନି। ଆମର ସେବକ ତ ନାହାନ୍ତି ଯେହେତୁ ଲେଟ୍ ହେଲାଣି ମାଙ୍କ ନିକଟରେ। ଆଉ ଆମର ଏଇ ମାଙ୍କର ପାଖରେ ଏ ଭାଇଙ୍କର ଘର। ମାଙ୍କ ବିଷୟରେ ଆମେ ଟିକେ ଅଧିକା ଜାଣିବା ନିଶ୍ଚିତ ଭାବରେ। ଭାଇ ଆପଣ ଟିକେ ପରିଚୟ ଟିକେ ନାଁ କହିବେ ଟିକେ। ମୁଁ ଶକ୍ତିକାନ୍ତ ମହାନ୍ତି। ହଁ ଆମର ଏଇ ଦୋଳମୁଣ୍ଡ ସାହି ଆମର ଘର। ହଁ। ଆଚ୍ଛା
ଆପଣଙ୍କର କଣ ଚ୍ୟାନେଲ କଣ ଅଛି ପୁରା ହଁ କଣ ଚ୍ୟାନେଲ ନରସିଂହ କ୍ରିଏସନ ପେଜ ନରସିଂହ କ୍ରିଏସନ ଭାଇଙ୍କର ମଧ୍ୟ ନ୍ୟୁଜ ଚ୍ୟାନେଲ ଗୋଟେ ନରସିଂହ କ୍ରିଏସନ ଅଛି ହଁ ଏଟା ଟିକେ ମୁଁ ଟିକେ ମାରିଦେଉଛି ହଁ ନରସିଂହ କ୍ରିଏସନ ଅଛି ନିଶ୍ଚିତ ଭାବରେ ଭିଜିଟ କରିବେ ଆଚ୍ଛା ଟିକେ ମାଙ୍କ ବିଷୟରେ କହିବେ କେମିତି କଣ ଆମର ଯୋଉ ମୁଁ ଶୁଣିଥିଲି ଯେ ମା ଯୋଉ କଟକରୁ ଆସିଥିଲେ ନା କଣ ସେ ବିଷୟରେ ଟିକେ ଜଣେଇବେ ବୋଲି ମୁଁ ଭାବୁଛି ବହୁତ ଭଲ ହୁଅନ୍ତା ମା କଟକକୁ ଆସିଥିଲେ ମା ବହୁତ କରୁଣାମୟୀ ହଁ ମା କଟକକୁ ଆସିଥିଲେ ଆଉ ସେତେବେଳେ ସବୁ ଆମର ଗାଁରେ ହଁ ଶଗଡ଼ ନେଇକି ଯାଆନ୍ତି ହଁ ବାହାରକୁ ସବୁ ବଣିଜ କରିବା ପାଇଁ ହଁ ବଣିଜ କରିବା ଭିତରେ ଏମିତି ଜଣେ ବୃଦ୍ଧ ହଁ ତାଙ୍କ ନାଁ ହଉଛି ଗଣ୍ଡେଇ ନାୟକ ଗଣ୍ଡେଇ ନାୟକ ହଁ ଯାହାଙ୍କ ଘର ହଉଛି ଟିକରପଡା ହଁ ଆମର ଅଳଗୁ ବାରପଡା ଆପଣ ଜାଣିଛନ୍ତି ହଁ ବାରପଡା ଭିତରୁ ଗୋଟେ ଟିକରପଡା ଗୋଟେ ସାହି ହଁ ସେଇ ସାହି ଭିତରେ ଆମର ଗଣ୍ଡେଇ ନାୟକ ଜଣେ ଅଛନ୍ତି ହଁ ସେ ଚାଲିଗଲେଣି ହଁ ଦୀର୍ଘ ଦିନରୁ ଆଉ ମା ତାଙ୍କରି ସାଙ୍ଗରେ ଆସିଛନ୍ତି ଶଗଡ଼ରେ ବସିକି ଆଉ ହଁ ଶଗଡ଼ରେ ବସି ଆସିଛନ୍ତି ମା ସେଠି କଥାରେ ଅଛି ଆମର ଭେଣ୍ଡା ଖାଉଥିଲେ ବୋଲି ମାଆକୁ ଆମର କାଠ ଯୋଡି ନଦୀକି ପେଲି ଦେଇଥିଲେ ମା ଏଠି ଆସିଲା ପରେ ଆମର ମଣ୍ଡା ଖାଉଛନ୍ତି ଆଉ ମଣ୍ଡା ପିଠା ଭୋଗ ହଉଛି ତାଙ୍କୁ ଆଉ ଆଚ୍ଛା ସେ ଯୋଉ ଶଗଡ଼ ଆଣୁଥିଲେ ଯୋଉ ନଦୀରେ କଣ ଫସି ଯାଇଥିଲା ନା କଣ ଗୋଟେ କଣ ସେ ଗୋଟେ ନଦୀରେ ନଥିଲା ବାଲି ତାଙ୍କର ଯୋଉ ଶଗଡ଼ ଆସୁଥିଲା ହଁ ଶଗଡ଼ ଆସିବା ଭିତରେ ଶଗଡ଼ଟି ରହିଗଲା ତାଙ୍କର ହଁ ମା ସେଠୁ ଉଭା ହେଲେ ସେଇଠି କଣ ସ୍ୱପ୍ନେଇଥିଲେ ନା କଣ ମା ସେ ଉଭା ହେଲେ ଉଭା ହେଲେ ହଁ ଉଭା ହେଇକିରି ହଁ ଆସିଲେ ତାଙ୍କୁ ସେଇ ଗଣ୍ଡି ନାୟକଙ୍କ ଗାଡିରେ ହଁ ଶଗଡ଼ରେ ସେଇ ଶଗଡ଼ରେ ଶଗଡ଼ରେ ବସିକି ଆସିଲେ ମା ଆସିଲେ ଏଠି ତାପରେ ସେଠି କଥା ପ୍ରଥା ଅଛି ଯେ ମା ଭେଣ୍ଡା ଖାଉଥିଲେ ଏଠି ମା ମଣ୍ଡା ଖାଉଛନ୍ତି ମଣ୍ଡା ଖାଉଛନ୍ତି ହଁ ଆମର ଯୋଉଟା ଭାଦ୍ର ମାସରେ ଆପଣ ମାନଙ୍କୁ କହୁଥିଲି ଯେ ଭାଦ୍ର ମାସରେ ପୂର୍ଣ୍ଣିମା ପରେ ପରେ ନା କଣ ମାଙ୍କର ଜାତ ନା କଣ ଭାଦ୍ର ମାସ ଭାଦ୍ର ମାସ ତ ହଁ ଭାଦ୍ର ମାସର ପୂର୍ଣ୍ଣିମା ପାଖାପାଖି କଣ କାଠି ଯାତ୍ରା ହଁ କାଠି ଯାତ୍ରା ସେଠି ଯୋଉ ଆମର ବାରପଡାରେ ଟୋଟାଲ ମାଙ୍କର ଭୋଗ ବାରପଡା ହଁ 12 ଦିନ ଭୋଗ ଲାଗେ ଆଉ 12 ଦିନ ବାରପଡା ଟୋଟାଲ ବାରପଡା 12 ଦିନ ଭୋଗ 60 ଲାଗେ ଆଉ 60 ରୁ ହୁଏ ସେଗୁଡିକ ମୁଁ ନିଶ୍ଚିତ ଭାବରେ ଏଇ ବର୍ଷ କଭର କରିବାକୁ ଆପଣ ଦେଖିବେ ବ୍ଲଗ ମାଧ୍ୟମରେ ମୁଁ ନିଶ୍ଚିତ ଚେଷ୍ଟା କରିବି ଆଉ ଶୁଣୁଥିଲେ ମାଙ୍କର ମହିମା ଏଠି ଆସିକି ଯୋଉ କହିଲେ ବାରପଡାରେ ବାରପଡା ଭୋଗ ଲାଗେ ସେଥିରେ କଣ କଣ ସବୁ ଇଏ ମଣ୍ଡା ଆଉ ସବୁ କଣ ବିଭିନ୍ନ ପ୍ରକାର କଣ ଭୋଗ ହୁଏ ମାଙ୍କର ଆଇଁଷ ଭୋଗ ହୁଏ ଆଉ ଆମିଷ ଭୋଗ ପିଠା ପଣା ବି ମଧ୍ୟ ଭୋଗ ହୁଏ ଭାତ ଏସବୁ ଭୋଗ ହୁଏ ବହୁତ ବହୁତ ଧନ୍ୟବାଦ ମୁଁ ଜଣେଇବି ଭାଇନା ଯାହା ହଉ ତୁ ଯେହେତୁ ସାହାଯ୍ୟ କଲେ ମୁଁ ଜାଣିନଥିଲି ଖାଲି ଟିକେ ଓଭରଲୁକ୍ ଅଳ୍ପ ଟିକେ ଟିକେ ଜାଣିଥିଲି ସେ ଯୋଉ ଟିକରପଡା ଯୋଉ ଅଛନ୍ତି ଯିଏ ବି ଶଗଡିଆ ଥିଲେ ମାକୁ ଏଠି ଯିଏ ବି ବର୍ତ୍ତମାନ ଭକ୍ତି ସହିତ ଡାକିଛି ମା ତା କଥା ଶୁଣିଛନ୍ତି ଏବେ ବି ଦେଖନ୍ତୁ ଗୋଟେ ଭକ୍ତ ହଁ ଟିକେ ଦେଖେଇଦେବାକୁ ଚାହିଁବି ସେଠି ଗୁହାରିଆ ମଧ୍ୟ ପଡିଛନ୍ତି ତାଙ୍କର କୌଣସି ଅଭିଳାଷ ନେଇକି ହଁ ଏଠି ମାଙ୍କ ନିକଟରେ ଅନେକ ଲୋକ ଆସନ୍ତି ଆପଣ ଦେଖୁଥିଲେ ଯେ ମାଙ୍କ ପାଖରେ ଯାହା ବି ଅଭିଳାଷ ଅଛି ପ୍ରଭୁଙ୍କ ପାଖରେ ମାଙ୍କ ପାଖରେ ବହୁତ ବହୁତ ଧନ୍ୟବାଦ ଦେବି ଭାଇନାଙ୍କୁ ହଉ ଧନ୍ୟବାଦ ଭାଇନା ହଉ ସାଙ୍ଗମାନେ ନିଶ୍ଚିତ ଭାବରେ ବ୍ଲଗ ସ୍ମୃତିର ଜଗତକୁ ଦେଖନ୍ତୁ ଆଉ ଯୋଡ଼ି ହୋଇ ରୁହନ୍ତୁ ଲାଇକ୍ ସବସ୍କ୍ରାଇବ ନୂଆ ଆସିଥିଲେ ସବସ୍କ୍ରାଇବ କରି ଯାଆନ୍ତୁ